ଆମର ଏଇ ଯୋଉ ତିନିଟା ଘର ଠାକୁର ଘର ଛାତ ପଇଲା କେତେ ଚାନ୍ଦା ଭାଦା ଦେଇ କରିବ କହୁନୁ? କେତେ ଚାନ୍ଦା ଦବ? କାହାକୁ କେତେ ମାଗିବ କହୁନୁ? କାହାକୁ କେତେ ମାଗିବ? କିଏ କେତେ କଣ ଦେବେ? ଇଏ ଆକୁ ମାଗିଲା ବେଳକୁ ସିଏ ଦଉନି, ତାକୁ ମାଗିଲା ବେଳକୁ ଇଏ ଦଉନି। ଏମିତି ଇଏ କିଏ ସିମେଣ୍ଟ ଗୋଟା, କିଏ 5 ଫୁଟ ଗୋଡ଼ି ଦେଇକିରି ଛାତଟା ପଇଲା। ଆଜି ତ ପଇଲା। ଗଭର୍ଣ୍ଣମେଣ୍ଟରୁ କିଛି ସାହାଯ୍ୟ ମିଳିବନି? ଗଭର୍ଣ୍ଣମେଣ୍ଟ କତିକି ଜଣେଇଲେ ମିଳିବ। ଗଭର୍ଣ୍ଣମେଣ୍ଟକୁ ତ ଜଣେଇବା, ଗଭର୍ଣ୍ଣମେଣ୍ଟର କିଛି ସାହାଯ୍ୟ ହେଲେ ଟିକେ ଭଲ ହୁଅନ୍ତା। ହଁ, ଗଭର୍ଣ୍ଣମେଣ୍ଟ ସାହାଯ୍ୟ ତ ହେଲେ ଆହୁରି ବଢ଼ିଆ ହୁଅନ୍ତା। ମୁଁ ସେଇଆ କହୁଥିଲି, ମୁଁ କହିଲି ଇଏ ଆମ ଝିଟୁଆଟା ଥିଲେ ଟିକେ ଯାଇ ଜଣେଇଥାନ୍ତା, କ'ଣ କରିଥାନ୍ତା। ସିଏ ବି କେଉଁଠି ଦେଖା ନାହିଁ, ବିଲକୁ ପଳେଇ ଯାଇଛି, କ'ଣ କରୁଛି ମୁଁ କହିହେଉନି। ସେ ଯାଇଥିବ କୁଆଡ଼େ ବିଲ ଫିଲକୁ, କୁସୁମ ଆସ ନା ଧାନ କଟା ହେଉଛି। ହଁ, ଏଇ ଛାତ ପଡ଼ିଆଟା ଭାରି କଷ୍ଟ ହେଉଛି, ପ୍ରବଳ କଷ୍ଟ। ଗଭର୍ଣ୍ଣମେଣ୍ଟର ସାହାଯ୍ୟ କିଛି ହେଲେ, ଯଦି ଛାତଟା ତ ମାଗି ମୁଗି ପକେଇଦେଲେ, ଯଦି ପ୍ଲାଷ୍ଟର କଲର ଫଲର କରିବାକୁ ଗଭର୍ଣ୍ଣମେଣ୍ଟ କିଛି ସାହାଯ୍ୟ କରନ୍ତା ତାହେଲେ ବଢ଼ିଆ ଭଲ ହୁଅନ୍ତା। ହଁ, ମୁଁ ସେଇ କଥା ଚିନ୍ତା କରୁଛି। ଆମର ଗ୍ରାମ ତିନିନାଥ ମନ୍ଦିରର ଛାତ ପଡ଼ୁଛି ରୋଷେଇ ଘରର। ଆଉ ସରକାରଙ୍କୁ ତ କୁଆର ସରକାର ଶୁଣିଲେ, ଆଉ ଏଇ ଗାଁ ଲୋକ ଚାନ୍ଦା ବାଦା କରିକି କଲେକ୍ସନ କରିକି ଛାତ ଖଣ୍ଡ ପକେଇବାକୁ ସକ୍ଷମ ଠିକ୍ ସେ ବି ହେଇପାରୁନାହାନ୍ତି। ଆଉ ଗଭର୍ଣ୍ଣମେଣ୍ଟଙ୍କର ଯଦି କିଛି ଥାଆନ୍ତା ସାହାଯ୍ୟ ତାହେଲେ ଭଲ ହେଇଥାନ୍ତା। ଆଉ ଦେଖାଯାଉ ଆଗକୁ କ'ଣ କରୁଛନ୍ତି ୟା ପାଇଁକା, ଆଉ କହିହେବ ସେମିତି ତ କିଛି କହିହେଉନି। ଆଉ ଏଇ ଯେଉଁ ଛାତର ଯଦି ବିଲ୍ ଫିଲ୍ ଯଦି କରନ୍ତି ଗଭର୍ଣ୍ଣମେଣ୍ଟ ସାହାଯ୍ୟ, ତାହେଲେ କିଛି ଉପକୃତ ହେବେ ଆଉ ରୁହେ, ତାହେଲେ ଭଲ ହେବ। ଆମେ ଚାହୁଁଛୁ ଗ୍ରାମବାସୀ। ଆଉ ତିନିଦିନ ଦୟାରୁ ଦେଖାଯାଉ କ'ଣ ହେଉଛି ଆଗକୁ। ଏଇ ଆମର ଗଭର୍ଣ୍ଣମେଣ୍ଟ ମଧ୍ୟରେ ଅଭିଯୋଗ, ଦେଖାଯାଉ କ'ଣ ହେଉଛି। ଚାନ୍ଦା ବାଦା କରିକି ଆମେ ଗାଁ ଲୋକ ଛାତ ପକାଉଛୁ, ଆଉ କ'ଣ କରିବା। ଗଭର୍ଣ୍ଣମେଣ୍ଟଙ୍କ ସାହାଯ୍ୟ ନିହାତି ଆବଶ୍ୟକ, ସେଟା ଶୁଣୁନାହାନ୍ତି କେହି।